ଥରେ ହରିବାବୁ ଏବଂ ତାଙ୍କ ସ୍ତ୍ରୀ ବାହାରକୁ ବୁଲିବାକୁ ଯାଇଥିଲେ। ବୁଲାବୁଲି କରି ଘରକୁ ଫେରିଲା ବେଳକୁ ଡେରି ହେଇଗଲାଣି। ରାତି ପ୍ରାୟ 11ଟା 12ଟା ହେଇଗଲାଣି। ସ୍ୱାମୀ ସ୍ତ୍ରୀ 2 ଜଣ ଯାକ ଘରେ ପଶି ଦେଖିଲା ବେଳକୁ ଘର କବାଟ ସବୁ ଖୋଲା ଅଛି। ଆଶ୍ଚର୍ଯ୍ୟ ହେଇଗଲେ, କି ଘର କବାଟ ଖୋଲିଲା କିଏ? ଭିତରକୁ ଗଲେ, ଦେଖିଲା ବେଳକୁ ଚୋରି ହେଇଯାଇଛି। ତା ମାନେ ସେମାନେ ନିଶ୍ଚିତ ହେଇଗଲେ ଯେ ଚୋର ପଶିଛି। ତାଙ୍କ ସ୍ତ୍ରୀ ବିକଳରେ ଯାଇ ତାଙ୍କର ସେ ମୂଲ୍ୟବାନ ଟ୍ରଙ୍କଟାକୁ ଦେଖି ପକାଇଲେ। ଟ୍ରଙ୍କ ଭିତରେ ବହୁତ ମୂଲ୍ୟବାନ ପଦାର୍ଥ ଥିଲା। ସୁନା ମୁଦି, ସୁନା ହାର, ଟଙ୍କା ପଇସା ବହୁତ କିଛି ସେ ଟ୍ରଙ୍କରେ ସବୁ ଥିଲା। ଯେମିତି ଦେଖିଲେ ସେହି ମୂଲ୍ୟବାନ ଟ୍ରଙ୍କଟିକୁ ଚୋର ନେଇଯାଇଛି। ଏହା ଦେଖି ହରିବାବୁଙ୍କ ସ୍ତ୍ରୀ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। ଠିକ୍ ଏତିକି ବେଳେ ହରିବାବୁ ଠୋ ଠୋ ହୋଇ ହସିବାକୁ ଲାଗିଲେ। ସ୍ତ୍ରୀ ପଚାରିଲେ, କିଓ ତମେ କ'ଣ ହସୁଛ? ଏତେ ବଡ଼ ଦୁର୍ଘଟଣା ଘଟିଗଲା, ଆମର ସବୁ କିଛି ଚୋରି ହେଇଗଲା। ସେ ଟ୍ରଙ୍କରେ ଆମର ସବୁ ଜିନିଷ ଥିଲା, ଚୋର ନେଇଗଲା। ମୁଁ ଦୁଃଖରେ କାନ୍ଦୁଛି, ଅଥଚ ତୁମେ ହସୁଛ। ହରିବାବୁ କହିଲେ, ତମେ କାହିଁକି ବ୍ୟସ୍ତ ହେଉଛ? ଚୋର ନେଇଛିଟି, ନଉ। ମୁଁ କ'ଣ ଏତେ ବୋକା ନା କ'ଣ? ସେ ଟ୍ରଙ୍କର ଚାବିଟା ମୋ ପାଖରେ ଅଛି। ମୁଁ ତାକୁ ଖୁବ୍ ଯତ୍ନରେ ରଖିଛି। ଚାବି ନ ପାଇଲେ ଟ୍ରଙ୍କରେ ପଡ଼ିଥିବା ତାଲାକୁ ଚୋର ଖୋଲିବ କେମିତି? ସେ ଯେତେବେଳେ ତାଲା ଖୋଲି ନ ପାରିବ, ସେ ବଳେ ପୁଣି ବୁଲି ବୁଲି ଆସି ମୋରି ପାଖକୁ ଆସିବ। ସେତିକି ବେଳେ ମୁଁ ତାକୁ ମାଡ଼ି ବସିବି। ଚାବି ପରା ମୋ ପାଖେ, ବ୍ୟସ୍ତ କାହିଁକି ହେଉଛ? ସ୍ତ୍ରୀ କହିଲେ, ଯାହା ହଉ ତମ ବୁଦ୍ଧିକୁ ତାରିଫ କରିବାକୁ ପଡ଼ିବ।